ଯେତେବେଳେ ଚାହିଁବେ ସେ ଝିଅ ତୁମକୁ ଦେବ। ମିଳନ ପାଇଁ ରାତି ଦିନ ଡାକିବ। ତୁମ ପ୍ରେମରେ ଏମିତି ଦିବାନୀ ହେଇଯିବ କି ତୁମ ବିନା ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ପୁରା ଧ୍ୟାନ ସହିତ ଦେଖିବେ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଝିଅ ପଟେଇବା ପାଇଁ ବଶୀକରଣ ମନ୍ତ୍ର। ଏହି ବଶୀକରଣ ମନ୍ତ୍ର କେବଳ 3ଟି ଶବ୍ଦର। ଏହି 3ଟି ଶବ୍ଦକୁ ଆପଣ ଯେଉଁ ଝିଅ ବା ବିବାହିତା ନାରୀର ସାମ୍ନାରେ 3 ଥର ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସିଏ ସେହି ସମୟଠାରୁ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କେବଳ ଖଣ୍ଡେ ସାଧା କାଗଜ ଆଉ କଳା ରଙ୍ଗର କଲମ ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଦରକାର। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ କୌଣସି ଏକ ଜାଗାରେ ବସି ପଡ଼ିବେ ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ କାଗଜରେ ପ୍ରଥମେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। ତା ତଳେ ଆପଣ ଲେଖିବେ ବଶମ୍ ଭକମ୍ ବଶହ। ଏହି 3ଟି ଶବ୍ଦକୁ ଲେଖିବେ। ଲେଖିସାରିବା ପରେ ଆପଣ କ'ଣ କରିବେ, ସେ କାଗଜକୁ ଭଲ ଭାବରେ ମୋଡ଼ିକି ନିଜର ଶୋଇବା ତକିଆ ତଳେ ରଖିଦେବେ। ସକାଳୁ ଉଠିବା ମାତ୍ରେ ଆପଣ ସେ ଝିଅ ବା ନାରୀର ସାମ୍ନାକୁ ଯିବା ପର୍ଯ୍ୟନ୍ତ ତାକୁ ମନେ ମନେ ଭାବୁଥିବେ, ଯେମିତି ଆପଣ ତାକୁ ନିଜ ସାମ୍ନାରେ ଦେଖିବେ। ବଶମ୍ ଭକମ୍ ବଶହ, ବଶମ୍ ଭକମ୍ ବଶହ, ବଶମ୍ ଭକମ୍ ବଶହ। ଏହିପରି ଏହି 3ଟି ଶବ୍ଦକୁ 3 ଥର ପଢ଼ିଦେବେ। ତାପରେ ଗୋଟିଏ ଥର ସେଇ ଝିଅ ବା ସ୍ତ୍ରୀର ନାମ କହିଦେବେ ଯାହାକୁ ଆପଣ ନିଜ ସାମ୍ନାରେ ଦେଖିଛନ୍ତି। ଗ୍ୟାରେଣ୍ଟି ଦେଉଛି ସେହି ସମୟଠାରୁ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।